ଆଜିର ପ୍ରସଙ୍ଗ ଓଡ଼ିଆ ସାମ୍ବାଦିକ ଦିବସ। ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଜେନା। ଉପସ୍ଥାପନାରେ ମୁଁ ସ୍ମୃତିରେଖା ତାରିଣିଆ। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଥାଏ। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମ ମୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇ ଆସୁଛି। ଓଡ଼ିଆ ସାମ୍ବାଦିକତାର ଇତିହାସକୁ ନେଇ ଅନେକ ଘଟଣାବଳୀ ରହିଛି। ବହୁ ଐତିହାସିକ ମାଦଳା ପାଞ୍ଜିକୁ ଓଡ଼ିଶାର ଖବର ଦେବାର ପ୍ରଥମ ପରମ୍ପରା ଭାବେ ଦେଖାଯାଏ। ଏହା କେବଳ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବଂଶାବଳୀ ନୁହେଁ, ବରଂ ସେହି ସମୟରେ ଶାସନ, ଘଟଣାକ୍ରମ, ସମାଜ ଓ ସଂସ୍କୃତିର ସାକ୍ଷ୍ୟ ପ୍ରମାଣ ବହନ କରିଥାଏ। 1669 ମସିହାରେ ଚୌଦ୍ୱାରସ୍ଥିତ କୁଜିବର ମଠରୁ ପ୍ରକାଶିତ କୁଜିବର ପତ୍ରିକା ମଧ୍ୟ ସାମାଜିକ, ପ୍ରଶାସନିକ, ବ୍ୟବସାୟିକ ଓ ରାଜନୈତିକ ସୂଚନା ପ୍ରଦାନ କରୁଥିଲା। ଏହା ପ୍ରମାଣ କରେ ଯେ ଘଟଣାକୁ ଖବରର ଆକାରରେ ଲେଖିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପରମ୍ପରା ଓଡ଼ିଶାରେ ମୁଦ୍ରଣ ଯୁଗ ପୂର୍ବରୁ ରହିଥିଲା। ଆଧୁନିକ ସାମ୍ବାଦିକତାର ସୃଷ୍ଟି ମୁଦ୍ରଣ ଯନ୍ତ୍ର ସହ ହୋଇଥିଲା। କଟକରେ ମିଶନ ପ୍ରେସ୍ ସ୍ଥାପନ ପରେ 1837 ମସିହାରେ ଜ୍ଞାନରୁଣ, ପ୍ରବୋଧ ଚନ୍ଦ୍ରିକା ଓ ଅରୁଣୋଦୟ ଭଳି ପତ୍ରିକା ପ୍ରକାଶିତ ହୋଇଥିଲା। ଏହି ସମସ୍ତ ପତ୍ରିକା ଐତିହାସିକ ଓ ଧାର୍ମିକ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା। କିନ୍ତୁ ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା, ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। 9 ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଏହିସବୁ ସଙ୍କଟ ଆମମାନଙ୍କୁ ଶିଖାଇଥିଲା ଯେ ସୁଯୋଗ ସମୟରେ ଦାୟିତ୍ୱଶୀଳ ପ୍ରଶାସନ, ସଚେତନ ସମାଜ ଏବଂ ନିର୍ଭୀକ ସାମ୍ବାଦିକତା ଏକ ସୁସ୍ଥ ଓ ଗଣତାନ୍ତ୍ରିକ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ପ୍ରକାଶନ ଆରମ୍ଭ ହେବା ଦିନଠାରୁ 1917 ମସିହା ଯାଏଁ ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ନିର୍ବାହ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ଓଡ଼ିଶାର ମୁଦ୍ରିତ ଗଣମାଧ୍ୟମ ଏକ ଶତାବ୍ଦୀରୁ ଅଧିକ ବର୍ଗର ଐତିହ୍ୟ ସହିତ ଭାରତ ତଥା ବିଶ୍ୱର ସାମ୍ବାଦିକତା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜନସେବା ପାଇଁ ଅନୁପ୍ରାଣିତ ହୋଇ ଓଡ଼ିଆ ସାମ୍ବାଦିକମାନେ ଜନସାଧାରଣଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ଓଡ଼ିଶାରେ ଶତାଧିକ ଖବରକାଗଜ ପ୍ରକାଶିତ ହେଉଛି। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଓଡ଼ିଆ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରୟାସ କରି ଆରମ୍ଭ ହୋଇଥିବା ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ମୁଦ୍ରିତ ଗଣମାଧ୍ୟମ ଯେ କେବଳ ରେଡିଓ, ଟିଭି ଏବଂ ଇଣ୍ଟରନେଟ୍ ମାଧ୍ୟମରୁ ଆହ୍ୱାନର ସମ୍ମୁଖୀନ ହେଉନାହାନ୍ତି, ବରଂ ଭୁଲ ସୂଚନା, ଅପପ୍ରଚାର, ଗୁଜବ ଆଦିର ସମ୍ମୁଖୀନ ହେଉଛନ୍ତି। ଓଡ଼ିଆ ସାମ୍ବାଦିକତା ମୁଦ୍ରିତ ସମ୍ବାଦପତ୍ରରୁ ଆରମ୍ଭ ହୋଇ ଡିଜିଟାଲ, ସୋସିଆଲ ମିଡିଆ ଏବଂ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ ବ୍ୟାପ୍ତି ଲାଭ କରିଛି। କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇପଡ଼ିଛି। ସତ୍ୟ, ନିରପେକ୍ଷତା, ତଥ୍ୟର ସଠିକତା ଏବଂ ନୈତିକତାକୁ ଆଧାର କରି ସମ୍ବାଦ ପରିବେଷଣ କରିବା ହିଁ ଜଣେ ଭଲ ସାମ୍ବାଦିକଙ୍କ ପରିଚୟ। ସାମ୍ବାଦିକତାର ବିଶ୍ୱସନୀୟତା ହିଁ ଏହାର ସବୁଠାରୁ ବଡ଼ ଶକ୍ତି। ଓଡ଼ିଆ ସାମ୍ବାଦିକତା ପାଇଁ ମଧ୍ୟ ଏହା ଏକ ଆତ୍ମସମୀକ୍ଷାର ସମୟ। ବର୍ତ୍ତମାନ ବାଣିଜ୍ୟିକରଣ ପରିବେଶରେ ନିଜର ମୌଳିକତା, ଭାଷାର ଶୁଦ୍ଧତା ଓ ସ୍ଥାନୀୟ ସମସ୍ୟା ପ୍ରତି ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ପଡ଼ିବ। ଗାଁରୁ ସହର ପର୍ଯ୍ୟନ୍ତ, କୃଷକଠାରୁ ଯୁବପିଢ଼ି ପର୍ଯ୍ୟନ୍ତ, ମହିଳାଙ୍କଠାରୁ ସମସ୍ତ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱରକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ହେଉଛି ଓଡ଼ିଆ ସାମ୍ବାଦିକତାର ମୂଳ ଲକ୍ଷ୍ୟ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ସାମ୍ବାଦିକତା କେବଳ ଏକ ପେଶା ନୁହେଁ, ଏହା ଏକ ସାମାଜିକ ପ୍ରତିବଦ୍ଧତା। ସମ୍ବାଦ ଯେତେବେଳେ ସତ୍ୟନିଷ୍ଠ, ନିର୍ଭୀକ ଓ ଜନକୈନ୍ଦ୍ରିକ ହୁଏ, ସେତେବେଳେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ। ଏହି ଦିବସ ଆମକୁ ଏହି ବୃତ୍ତିର ଗରିମା, ଦାୟିତ୍ୱ ଏବଂ ଲୋକସେବାରେ ମୂଲ୍ୟବୋଧକୁ ପୁନଃ ସ୍ମରଣ କରାଏ। ଆସନ୍ତୁ ସେହି ଅଗ୍ରଦୂତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ଏ ଦିଗରେ ପ୍ରେରିତ କରିବା।